ଆସିଛ? ଆଜି ଆଉ ଗୋଟେ ଗପ ପଢିବା। କାଲି କଣ ପଢିଥିଲେ? ଭାଲୁର ଲୋଭ ପଢିଥିଲି ହେଲା। ଆଜି ଆଉ ଗୋଟେ ପଢିବା। ବାଘ ମାଙ୍କଡ ବାନ୍ଧିଲା ଗଣ୍ଠି। ପଢିବା ଆଜି। ଜଙ୍ଗଲରେ ଗୋଟେ ବଡ ବାଘ ରହୁଥିଲା। ଗୋଟେ ଜଙ୍ଗଲରେ ବଡ ବାଘଟେ ରହୁଥିଲା ହେଲା। ସେଇଠି ବସ, ମୁଁ କହୁଛି ଶୁଣିବ। ଗପ ଶୁଣିବ। ବସ ଚେକାସନ ମାଡ଼ିକି ସବୁ ଝିଅ ବସ ଭଲରେ। ମୁଁ କହିବି ତମେ ଶୁଣିବ ଗପଟା ହେଲା। ତାପରେ ଗୋଟେ ଜଙ୍ଗଲରେ କଣ ଥିଲା? ବଡ ବାଘଟେ ଥିଲା। ସେ ପଶୁମାନଙ୍କୁ ମାରି ଖାଉଥିଲା। ଏମିତିକି ନିଜର ଖୁସି ପାଇଁ ସେ ଦରକାର ଠାରୁ ଅଧିକ ପଶୁମାନଙ୍କୁ ମାରି ମଜା ନେଉଥିଲା ହେଲା। ସେ ଅନ୍ୟ ପଶୁମାନଙ୍କୁ ଆଣିକି ମାରି ଦେଉଥିଲା। ମୁଁ ବା ପଢିବି ତମେ ଶୁଣିବ। ବସ ଚୁପି। ଏଠି ତ ମୁଁ କହିବି ଶୁଣିବ। ଦେଖିବା କଣ? ଏହା ଦେଖି ବଣର ଜୀବଜନ୍ତୁ ଚିନ୍ତାରେ ପଡ଼ିଗଲେ। ବାଘ ସବୁ ପଶୁମାନଙ୍କୁ ମାରି ଦେଉଥିଲା ତା ଖୁସି ପାଇଁ। ବାଘକୁ ପାନେ ଦେବା ପାଇଁ ବଣରେ ସବୁ ପଶୁମାନଙ୍କର ସଭା ହେଲା। ପଶୁମାନେ ସବୁ ଗୋଟେ ସଭା କଲେ ହେଲା। ବିଲୁଆ ଚତୁର ହେଇଥିବାରୁ ସମସ୍ତ କଥା ଶୁଣିଲା। ଗୋଟେ ଉପାୟ ଚିନ୍ତା କଲା। କିଏ ଚିନ୍ତା କଲା? ବିଲୁଆ। ବିଲୁଆ ଚତୁର ଥିଲା। ସେ ଗୋଟେ ଉପାୟ ଚିନ୍ତା କଲା ହେଲା। ବିଲୁଆ କହିଲା, ବାଘ ବେକରେ ଗୋଟେ ଘଣ୍ଟି ବନ୍ଧାଯିବ ହେଲା। ବାଘ ବେକରେ ଗୋଟେ ଘଣ୍ଟି ବାନ୍ଧିଦେଲେ ହେଲେ ଏ କାମଟି କରିବ କିଏ? ସେ ଏଠି ସଭା ବସିଥିଲା, ସବୁ ପଶୁମାନେ ଥିଲେ ହେଲା। ସଭା ବସିଥିଲା। ସେ କହିଲେ ଏଠି ଘଣ୍ଟି ବାନ୍ଧିବ କିଏ ବାଘ ବେକରେ? କାରଣ ସେ ସବୁ ପଶୁମାନଙ୍କୁ ମାରି ଦେଉଥିଲା। ଯିଏ ଯିବ ଆରେ ତାକୁ ଦେଖାଯିବନି ନା। ବସ ଚୁପି। ଏମିତି କାହିଁ ହଉଛ? ଚୁପି ବସ। ଆଗେ ଘୁଞ୍ଚ, ପଛକୁ ଘୁଞ୍ଚ। ମୁଁ ପଢିବି ତମେ ଶୁଣିବ। ହଁ ବସ। ଏଇଠି ତୁ ବସ ଏଠି। ତାହେଲେ କଣ ହେଲା? ବିଲୁଆ କହିଲା ବାଘ ବେକରେ ଗୋଟେ ଘଣ୍ଟି ଭିଡ଼ିବା ପାଇଁ। ଏ କାମ କରିବ କିଏ? ଘୁଞ୍ଚି ଆସିଲ ଟିକେ ପଛେଇ ଯାଉନ। ତାହେଲେ ବିଲୁଆ ଗୋଟେ ବୁଦ୍ଧି ଦେଲା କଣ? ବାଘ ବେକରେ ଘଣ୍ଟି ଭିଡ଼ିବା ପାଇଁ ହେଲା। କିନ୍ତୁ ଏ କାମ କରିବ କିଏ? ସମସ୍ତଙ୍କ ଭିତରେ ଆଲୋଚନା ହେଲା। ସବୁ ଯୋଉ ସଭାରେ ବସିଥିଲେ ସବୁ ବାଘ ଭାଲୁ ମାନେ ସବୁ ଯୋଉ ପଶୁ ପକ୍ଷୀ ତାଙ୍କର ଯୋଉ ସଭା ବସିଥିଲା, ସେମାନେ କହିଲେ, ସମସ୍ତଙ୍କ ଭିତରେ ଆଲୋଚନା ହେଲା ଓ ଶେଷରେ ନିଷ୍ପତ୍ତି ନିଆଗଲା ମାଙ୍କଡ ବାଘ ବେକରେ ଘଣ୍ଟି ବାନ୍ଧିବ। କିଏ ବାନ୍ଧିବ ବେକରେ? ବାଘ ବେକରେ ମାଙ୍କଡ ବାନ୍ଧିବ। ହଁ ବୋଲ। ଏହା ଶୁଣି ମାଙ୍କଡ ପାଖ ଗାଁ ମନ୍ଦିରରୁ ଏକ ବଡ ଘଣ୍ଟି ନେଇ ଆସିଲା। ହଁ ଚୁପି ବସ, ମୁଁ କହୁଛି ଶୁଣ। ଏହା ଶୁଣି ମାଙ୍କଡ କଣ କଲା? ପାଖ ଗାଁ ମନ୍ଦିରରେ ଗୋଟେ ବଡ ଘଣ୍ଟି ନେଇ ଆସିଲା ହେଲା। ବାଘ ତାହେଲେ କୋଉଠୁ ଘଣ୍ଟି ଆଣିଲା? ମନ୍ଦିରରୁ। ହଁ ବାଘ ଯୋଉ ମାଙ୍କଡ ଆଣିଲା ମନ୍ଦିରରୁ ଘଣ୍ଟି ହେଲା। ବାଘ ଶୋଇଥିବା ବେଳେ ତା ବେକରେ ଘଣ୍ଟି ବାନ୍ଧି ମାଙ୍କଡ ଫକ୍ କିନା ଗଛ ଡାଳକୁ ଡେଇଁ ପଡ଼ିଲା ହେଲା। ମାଙ୍କଡ ବାଘ ବେକରେ ଘଣ୍ଟି ଗଳେଇ ଦେଇକି ସେ ଗଛ ଉପରକୁ ଡେଇଁକି ପଳେଇଲା ହେଲା। ବାଘ ଯେତେବେଳେ ନିଦରୁ ଉଠି ଶିକାର ପାଇଁ ବାହାରିଲା, ତା ବେକର ଘଣ୍ଟି ଜୋରରେ ବାଜିଲା ହେଲା।
ଶିକାର କରିବାକୁ ଯେତେବେଳେ ବାଘ ଗଲା ତା ବେକ ଯୋଉ ଘଣ୍ଟିଟା ମାଙ୍କଡ ଭିଡ଼ି ଦେଇଥିଲା ସେଇଟା ଜୋରରେ ବାଜିଲା। ଘଣ୍ଟି ଶବ୍ଦ ଶୁଣି ବଣର ସବୁ ପଶୁ ଯିଏ ଯେଉଁଠି ପାରିଲେ ଲୁଚିଗଲେ। ଘଣ୍ଟି ଶବ୍ଦରେ ବାଘ ଏଣେ ତେଣେ ଦୌଡ଼ିବାକୁ ଲାଗିଲା। ବାଘକୁ ଦେଖି ଜଙ୍ଗଲର ସବୁ ପଶୁପକ୍ଷୀ ହସିବାକୁ ଲାଗିଲେ। ହେଲା, ଗଣ୍ଠି ବାନ୍ଧିଦେଲା ଯେତେବେଳେ ଘଣ୍ଟି, ସେ ଯେତେବେଳେ ଯୁଆଡ଼େ ଗଲା ସବୁ ପଶୁପକ୍ଷୀ ଜାଣିଦେଲେ କି ବାଘ ଆସିଲା ବୋଲି। ହେଲା, ସେଥିପାଇଁ ସେମାନେ ଆଗତୁରା ସତର୍କ ହେଇକି ଲୁଚିଗଲେ। ହେଲା।